ଏଥର ତ ଦୀର୍ଘ ଦିନ ହେଲା ନାଁ ଗନ୍ଧ ନାହିଁ। ତେଣୁ ଏଥିରେ ଏ ଇଲେକ୍ସନରେ ଯଦି କିଛି ହୁଏ ତାହେଲେ ବିଜେପି ଆଉ ବିଜେଡ଼ି ଭିତରେ ଖେଳ ହେବ। କଂଗ୍ରେସ ଆ ଭିତରେ ମୋଟେ ପଶିବାର ଚାନ୍ସ ନାହିଁ। ଯଦି ବି ପଶିବ ଯାହା ତାଙ୍କର ଅର୍ଥ ଅଛି ସେ ଅର୍ଥ ତକ ସେ ହରେଇବେ। ଆଉ ଅମାନତ ହଁ ରହିବ, 4-5ଟା ଖଣ୍ଡେ ଆସିବେ କାଁ ଭାଁ, ସେ ପୁଣି ଯଦି ଦରକାର ପଡ଼ିଲେ ମୁଣ୍ଡ ବିକିରେ କାହା ସାଙ୍ଗରେ ମିଶିଯିବେ। ସେଇଟା ହେଉଛି କଥା। କିନ୍ତୁ କୁହାଯାଉଛି ଯେ ବିଜେପି ବିଜେଡି କୁଆଡ଼େ ଉପରେ ମେଣ୍ଟ କରିନାହାନ୍ତି, ଭିତିରି ମେଣ୍ଟ ହେଇଛି। ନା ସେଇଟା ସମସ୍ତେ କହୁଛନ୍ତି ସତ। ଯେମିତି ମଝିରେ କହୁଥିଲେ ଯେ EVM ମେସିନ୍ରେ ଯାହା ଚିପିଲେ ବିଜେଡ଼ି ଆଉଛି, ତେଣୁ ଇଏ କଥାଟା ବି ସେଇଭଳିଆ କଥା। ତେଣୁ ଆକୁ କେବେ ନବୀନ ପଟ୍ଟନାୟକ ଆମର ସ୍ୱୀକାର କରିବେନି କି ମୋଦି ସରକାର ବି ସ୍ୱୀକାର କରିବେ ନାହିଁ। ଆମେ ମୂର୍ଖ କେତେଜଣ ଅଛୁ, ଆମ ମୁଣ୍ଡ ଭିତରେ ଏଇ ଚିନ୍ତାଧାରାଟା ପଶୁଛି। ତେଣୁ ବର୍ତ୍ତମାନ ଇଲେକ୍ସନ୍ ହେଉଛି, ଖାଅ ଦିଅ, ନ ଖାଇବ ନ ଦେବ। ତେଣୁ ଏହା ହେଉଛି ଯାହାର ଇଏ ରେଜଲ୍ଟ ଜଣାପଡ଼ିବ। ଆମର ତ 26ରେ ପ୍ରାୟ ବୋଧେ ଅଛି ଇଲେକ୍ସନ୍। କିନ୍ତୁ ଆପଣଙ୍କୁ କ'ଣ ଲାଗୁଛି ଯେ ପାଣ୍ଡିଆନ ବାବୁ ଓଡ଼ିଶା ପାଇଁ ନବୀନ ବେଷ୍ଟ? ନା ପାଣ୍ଡିଆନ ଜଣେ ଅଲଗା ଲୋକ। ପାଣ୍ଡିଆନ ସରକାର ଶାସନ ମାନେ ସରକାରୀ ଚାକିରିଆ ଥିଲେ, ଏବେ ସେ ରିଟାୟାର୍ଡ଼ କରିଛନ୍ତି। ତାଙ୍କ ସ୍ତ୍ରୀ ଜଣେ ଭଲ ଏ ଗ୍ରେଡ଼ର କ୍ଲାସ୍ 1 ଅଫିସର ବା କହିବାକୁ ଗଲେ IAS। ତେଣୁ ସିଏ ଏତେ ଛୋଟ ଚିନ୍ତାଧାରାର ମୁଣ୍ଡର ଲୋକ ନୁହେଁ। ଆଉ ତାଙ୍କ ବୁଦ୍ଧିରେ ସିଏ ତାଙ୍କର କାମ କରୁଛନ୍ତି। ଓଡ଼ିଶା କଂଗ୍ରେସ ଏତେ ପଛରେ ପଡ଼ିବାର କାରଣ? ଓଡ଼ିଶା କଂଗ୍ରେସର ମୁରବୀ କେହି ନାହାନ୍ତି। କଥା ହେଲା ମୁରବୀ ବିହୀନ ରାଜ୍ୟ ହେଲେ ପ୍ରଜାଙ୍କର ଯାହା ଅବସ୍ଥା ହୁଏ। ଦିନ ଥିଲା ସେ ବି ରାଜ କରୁଥିଲା, ସେମାନେ ବି ଶାସନ ବାହାର ତାଙ୍କ ଟୋଟାଲ ଇଣ୍ଡିଆ କହିଲେ କଂଗ୍ରେସକୁ ବୁଝାଉଥିଲା। ମୋଦି କହୁଛନ୍ତି ଯେ ଭାରତ ବର୍ଷରୁ କଂଗ୍ରେସକୁ ହଟେଇ ଦେବେ, ଏଇଟା ସମ୍ଭବ? ନା ହଟେଇ ହେବନି। କ'ଣ ଯେହେତୁ ଗୋଟେ ଜିନିଷକୁ ଜଣେ ଗଢ଼ିଛି, ସ୍ୱାଧୀନତା ସଂଗ୍ରାମୀ ତାଙ୍କର। ଆମର ଏଇ ବିଜେପି ଯାହା ବି ହୁଅନ୍ତୁ, ସମସ୍ତେ ସେଇ କଂଗ୍ରେସରୁ ଆସିଛନ୍ତି, ତିଆରି କଂଗ୍ରେସ। ସେଇଟା ଏତେ ଛୋଟ ଚିନ୍ତାଧାରାରେ କହିହେବନି। ଆପଣଙ୍କ ନିର୍ବାଚନ ମଣ୍ଡଳୀ କୋଉଟା? ଆମର ହେଉଛି କଣ୍ଟାପଡ଼ା, ଏ ଯେଉଁ ହଳଦପୁର। ଆଚ୍ଛା, ତ ଆପଣଙ୍କ ଅଞ୍ଚଳରେ ଆମର ବିଜେଡ଼ି ହବାଟା ଥୟ। ଆପଣଙ୍କର ନିଆଳି ବ୍ଲକ ଯାଉଛି ନା କୋଉଠି? ଆମର କଣ୍ଟାପଡ଼ା ବ୍ଲକ। କଣ୍ଟାପଡ଼ାରେ କିଏ ଏଥର ଠିଆ ହେଉଛନ୍ତି? କଣ୍ଟାପଡ଼ା ପ୍ରମୋଦ ମଲ୍ଲିକ। ଏଥର ନିଆଳି ପ୍ରମୋଦ ମଲ୍ଲିକ ଠିଆ ହେଉଥିଲେ? ସେଟା ନିଆଳି ଥିଲା, ଏବେ ଡିଭାଇଡ଼ ହେଇଯାଇଛି ଆଉ। ଆଚ୍ଛା, ଆଗରୁ ନିଆଳି ଥିଲା, ଏବେ ଡିଭାଇଡ଼ ହେଇଯାଇଛି ଭାବୁଛି। ମୁଁ ଏତେ ବି ଧାରଣା ନାହିଁ। ଘରକୁ ପ୍ରମୋଦ ମଲ୍ଲିକ ବାବୁ କ'ଣ ବିକାଶ କରିଥିଲେ? ଆପଣଙ୍କର ସିଠାଳ ବିଠାଳ ଅଛି, ଆମେ ଯାଇଛୁ ସେପଟେ। ହଁ, ପ୍ରମୋଦ ମଲ୍ଲିକ ଆମର ଯାହା ବି ଆମର ଅବସ୍ଥା ଥିଲା ସେତେବେଳେ, ରାସ୍ତାରେ ଚାଲି ଯାଇ ହେଉନଥିଲା। ମାନେ 2 ଥର ହେଲେଣି ନା, 2ଟା ଟର୍ମ, 10 ବର୍ଷର କାମ। ଡାକ୍ତରବାବୁ ଦେଖିଛୁ ଯେ ସିଠାଳ କସରଦା ଆଜି ପର୍ଯ୍ୟନ୍ତ ମଧ୍ୟ ସେ ଗାଁକୁ ଯିବେ, ରାସ୍ତା ସିନା କଂକ୍ରିଟ ଲିଗାରୁ ହେଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ ମଧ୍ୟ ସେଇ ଅନୁନ୍ନତ ଅଞ୍ଚଳ ଭଳିଆ ଅଛି। ନା ସିଏ ମୋଟେ ନଥିବାରୁ ଯାହା ହେଇଛି ସେଇଟା ଆମେ ଭାବୁଛୁ ଡେଭଲପ୍। ଯଦି ଆମର ତାମିଲନାଡ଼ୁ କି କେରଳ ଭଳିଆ ହେଇଥାନ୍ତା ଷ୍ଟେଟ୍ଟା, ତାହେଲେ ଆମେ ଜାଣିଥାନ୍ତୁ ଆମର କିଛି ହେଇନି। ତେଣୁ ଆମର ଯେଉଁଠୁ ନଈବନ୍ଧରେ ଆମେ ଚାଲିକି ଯାଇପାରୁନୁ, ନଉଟିକି ପଡ଼ୁଥିଲୁ, ଗାଡ଼ି ଯାଇପାରୁନଥିଲା। ବର୍ତ୍ତମାନ ବସ୍ 10-12 ଖଣ୍ଡ ବସ୍ ବସିଲାଣି। ସେ ତେଣୁ ଡେଇଁକା ଯାଉ, ବିଲ ବାଡ଼ିରେ ଯାଉ, ଯେମିତି ଯାଉ। ତେଣୁ କିଛି ଡେଭଲପ୍ ହେଇଛି। କିନ୍ତୁ ଆମେ ଦେଖିବା ମାନେ ଦୋପଟି ମେଲଣ ସେପଟେ ହୁଏ, ଜାଣିଛ? ହଁ, କସରଦା ଦୋପଟି ମେଳନ ହୁଏ ସେପଟେ। ସେଥିରେ ବି ରାଜନୀତି କୁଆଡ଼େ ପଶୁଛି ବୋଲି ଆମେ ଶୁଣିବୁ। ସେ ତ ଏରିଆ। ନା ଠାକୁରଙ୍କ କଥା ନାହିଁ। ସମସ୍ତେ ଆଜ୍ଞା ରାଜନୀତି, ଶ୍ରୀକୃଷ୍ଣଙ୍କ ରାଜନୀତି କରୁନଥିଲେ ନା, ଅର୍ଜୁନ ରାଜନୀତି କରୁନାହାନ୍ତି, ମହାଭାରତ ରାମାୟଣ ବି ସବୁ ସେଇ ରାଜନୀତିରୁ ତିଆରି। ତେଣୁ ରାଜନୀତିରେ କିଛି ମତଲବ ନାହିଁ। ଆଚ୍ଛା, ହଉ ଛାଡ଼, ମୁଁ ଯାଉଛି।